ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେମାନେ ସବୁ ଜାଣିଛ ତୁମ ପାଇଁ କ'ଣ କରିବା ଦରକାର ଆଉ କ'ଣ ନ କରିବା ଦରକାର। ତୁମମାନଙ୍କୁ ସବୁ କଥା ଜଣା। ତୁମେ ସବୁ କଥା ଜାଣିକି ବି ତୁମେ କିଛି ବି ଠିକ୍ କରୁନା, ଯାହା ତୁମ ପାଇଁ ଜରୁରୀ। ତୁମେ ଯଦି ନିଜକୁ ନ ଚିହ୍ନିବ, ନିଜର ସମ୍ମାନ ନ କରିବ, ତାହେଲେ ତୁମେ ତୁମର ନିଜର ଲକ୍ଷ୍ୟସ୍ଥଳରେ କେବେ ବି ପହଞ୍ଚି ପାରିବନି। ଏ ସଂସାରର ଲୋକମାନେ ବି ତୁମକୁ ସମ୍ମାନ କରିବେନି। ଏ ଦୁନିଆ ସ୍ୱାର୍ଥରେ ଚାଲିଛି। ଏଠି କେହି କାହାର ନୁହନ୍ତି। ଏଠି ସବୁ ସମ୍ପର୍କ ମିଛ। ଏଠି ପଇସା ହିଁ ସବୁକିଛି। ତୁମ ପାଖରେ ଯଦି ମୁଠା ମୁଠା ଟଙ୍କା ନଥାନ୍ତା, ତୁମେ ରାସ୍ତାରେ ଗଲାବେଳେ ତୁମକୁ ତୁମ ନିଜର ଲୋକ ହିଁ ଭୁଲିଯିବେ। ତୁମ ପାଖରେ ପଇସା ଥିଲେ ତୁମକୁ ସମସ୍ତେ ଚିହ୍ନିବେ। ଏଠି ମୁଁ ଗୋଟେ କଥା କହୁଛି, ତୁମେ ସବୁବେଳେ ମାନିକି ଚାଲ, ତୁମର ବହୁତ ମଙ୍ଗଳ ହେବ। ମୁଁ ଜାଣିଛି ପଇସାକୁ ଭଲ ପାଅ। ପଇସା ନଥିଲେ ଗୋଟେ ଜିନିଷ କିଣିବା ବି ବହୁତ କଷ୍ଟ। ହେଲେ ପଇସା ହିଁ ଜୀବନରେ ସବୁ ସୁଖ ଆଣିକି ଦେଇନଥାଏ। ଏଇ ପଇସା ଜୀବନରେ ସବୁ ସୁଖ କେବେ ବି ଦେଇନଥାଏ। ଯେଉଁଥିପାଇଁ ଆଜିକାଲି ଲୋକମାନେ ନିଜର ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ବି ଭୁଲିଗଲେଣି ଏଇ ଟଙ୍କା ପାଇଁ। ଗୋଟେ ସ୍ୱାମୀ ତା ସ୍ତ୍ରୀକୁ ଛାଡ଼ି ଦେଉଛି, ଗୋଟେ ପବିତ୍ର ସମ୍ପର୍କକୁ ଭୁଲି ଯାଉଛନ୍ତି। ମୋର ପିଲାମାନେ, ତୁମେମାନେ ଏମିତି ଖରାପ ରାସ୍ତାରେ ଯାଅନି। ଏବେ ବି ସମୟ ଅଛି, ତୁମେ ବଦଳି ଯାଅ। ନିଜର ସ୍ତ୍ରୀକୁ ସମ୍ମାନ ଦିଅ। ଆଉ ସବୁବେଳେ ନିଜ ଘର ପରିବାରରେ ସୁଖ ଶାନ୍ତିରେ ରୁହ। କାଲି ସକାଳେ ତୁମର ଛୁଆମାନେ ବି ତୁମଠୁ ସଂସ୍କାର ଶିଖିବେ। ଆଉ ସେମାନେ ବି ଏ ସଂସାରରେ ଭଲ ମଣିଷ ହେବେ। ତୁମେ ଯଦି ଏ ସାଇକି ଭଲ ପାଉଥାଅ, ମୋର ଏଇ କଥାଟି ନିଶ୍ଚୟ ରଖିବ। ଏବେ ବି ସମୟ ଅଛି। ଯଦି କିଛି ଅସୁବିଧା ଅଛି, ତୁମେ ମୋ ମନ୍ଦିରକୁ ଆସ। ସବୁ କଥା ମୋତେ କୁହ, ମୁଁ ତୁମ କଥା ନିଶ୍ଚୟ ଶୁଣିବି। ଆଉ ନିଜକୁ ବଦଳାଇବାକୁ ଚେଷ୍ଟା କର। ସବୁ କିଛି ଠିକ୍ ହେଇଯିବ। ଏ ଦୁନିଆରୁ ଯେତେବେଳେ ତୁମେ ଯିବ, କିଛି ନେଇକି ଯିବନି। କିଛି ଭଲ କର୍ମ ଆଉ କିଛି ଭଲ ଗୁଣ ନେଇକି ଯିବ। ତୁମେ ଚାହିଁଲେ ସବୁ କିଛି ଠିକ୍ ହେଇଯିବ। ଏବେ ବି ସମୟ ଅଛି। ବଦଳି ଯାଅ, ବଦଳି ଯାଅ।